ସାକ୍ଷୀଗୋପାଳରେ ଥିବା ଚନ୍ଦନ ପୋଖରୀ ପାଣି ଦୂଷିତ ହୋଇ ପୂତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିବା ଆଜି ଅପରାହ୍ନ 4ଟାରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବ୍ୟବସାୟୀ ବିଷ୍ଣୁପ୍ରସାଦ ଦାସ। ଏହି ପୋଖରୀ ଉପରେ ପାଖାପାଖି 7 ଖଣ୍ଡ ଗ୍ରାମର ଲୋକ ଏବଂ 50ରୁ ଉର୍ଦ୍ଧ୍ୱ ଦୋକାନୀ ନିର୍ଭର କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାକ୍ଷୀଗୋପାଳ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏହି ପୋଖରୀରେ ସ୍ନାନ କରିଥାନ୍ତି। ହେଲେ ପାଣି ଏତେ ମାତ୍ରାରେ ଦୁର୍ଗନ୍ଧ ହେଉଛି ଯେ ପାଣିରେ ଗାଧୋଇବା ତ ଦୂରର କଥା, ପାଦ ଧୋଇବାକୁ ବି ଲୋକେ ଭୟ କରୁଛନ୍ତି। ପାଖରେ ଥିବା ଜ୍ୱରରୁ ଅପରିଷ୍କାର ପାଣି ପଶି ପୋଖରୀ ଦୂଷିତ ହେଉଛି। ସାକ୍ଷୀଗୋପାଳରେ ଥିବା ଚନ୍ଦନ ପୋଖରୀ ପାଣି ଦୂଷିତ ହୋଇ ପୂତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିବା ଆଜି ଅପରାହ୍ନ 4ଟାରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବ୍ୟବସାୟୀ ବିଷ୍ଣୁପ୍ରସାଦ ଦାସ। ଏହି ପୋଖରୀ ଉପରେ ପାଖାପାଖି 7 ଖଣ୍ଡ ଗ୍ରାମର ଲୋକ ଏବଂ 50ରୁ ଉର୍ଦ୍ଧ୍ୱ ଦୋକାନୀ ନିର୍ଭର କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାକ୍ଷୀଗୋପାଳ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏହି ପୋଖରୀରେ ସ୍ନାନ କରିଥାନ୍ତି। ହେଲେ ପାଣି ଏତେ ମାତ୍ରାରେ ଦୁର୍ଗନ୍ଧ ହେଉଛି ଯେ ପାଣିରେ ଗାଧୋଇବା ତ ଦୂରର କଥା, ପାଦ ଧୋଇବାକୁ ବି ଲୋକେ ଭୟ କରୁଛନ୍ତି। ପାଖରେ ଥିବା ଜ୍ୱରରୁ ଅପରିଷ୍କାର ପାଣି ପଶି ପୋଖରୀ ଦୂଷିତ ହେଉଛି। ଏଠି ଆମର ଚନ୍ଦନ ପୋଖରୀକୁ ଏକ ପବିତ୍ର ପୁଷ୍କରିଣୀ ମହାପ୍ରଭୁ ଗୋପାଳ ଏଠି 21 ଦିନ ଚନ୍ଦନ ଯାତ୍ରା କରନ୍ତି। ଆଉ ଏଠି ତୀର୍ଥକ୍ଷେତ୍ର ପୁଷ୍କରିଣୀ ପାଇଁ ପରିଚିତ। ଏହା ବିରାଟ ପୁଷ୍କରିଣୀ, ଏହାର ସୌନ୍ଦର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଗୁରୁତ୍ୱ ଦେଲେ ମଧ୍ୟ ଆହୁରି ଭଲ ହେବ। ଏହା ଏକ ନର୍ଦ୍ଦମାରେ ପରିଣତ ହେଉଛି ବର୍ଷାକାଳୀନ ବର୍ଷା ସମୟରେ। ଏହା ଅର୍ଥାତ୍ କାହିଁକି ମୁଁ କହୁଛି, ଆଗରୁ ଏହି ନଳ ନର୍ଦ୍ଦମା ନଥିଲା। ଏହାକୁ ଗୋଟେ ନଳ ନର୍ଦ୍ଦମା କରି ୟା ଭିତରେ ଯାବତୀୟ ଆମର ଯେଉଁ ଯାବତୀୟ ଅଳିଆ ଅର୍ଥାତ୍ ପାଇଖାନାର ଯେଉଁ ପୁଷ୍କରିଣୀକୁ ଛାଡ଼ି ଦିଆଯାଉଛି, ଯାହାଦ୍ୱାରା କି ପୋଖରୀଟି ନଷ୍ଟ ହୋଇଯାଉଛି, ଗନ୍ଧମୟ ହୋଇଯାଉଛି। ବିଗତ ଅନେକ ବର୍ଷ ହେଲାଣି ଇଆଡ଼େ କୌଣସି କିଛି ପ୍ରସାରଣ ଏହାକୁ ସମ୍ପ୍ରସାରଣ କରାଯାଉନି କି ପରିଷ୍କାର ପରିଚ୍ଛନ୍ନ କରାଯାଉନି। ତେଣୁ ମୁଁ ଅନୁରୋଧ କରୁଛି ଏ ସମସ୍ତ ଭାଇମାନଙ୍କୁ ନେଇ ଦୋକାନୀ ଭାଇମାନେ ଏଠି ବି ଚଳୁଛନ୍ତି, ସମସ୍ତ ଅଶାନ୍ତି। ଆଉ ଆମ ପୂଜାପଣ୍ଡା ଭାଇମାନେ ଯଦି ସ୍ନାନ କରନ୍ତି, କେହି ଯାତ୍ରୀମାନେ ଆସନ୍ତି ଏଇ ପୁଷ୍କରିଣୀରେ ସ୍ନାନ କରନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ତେଣୁ ମୁଁ ଅନୁରୋଧ କରୁଛି ଏହାକୁ ଶୁଦ୍ଧ ଭାବରେ ପରିଷ୍କାର ପରିଚ୍ଛନ୍ନ କରାଗଲେ ସମସ୍ତେ ଦୋକାନ ଭାଇ ଉପକୃତ ହେବେ ଏବଂ ସମସ୍ତେ ଉପକୃତ ହେବେ।